ବାଲେଶ୍ୱର କସମିଳାରେ ଦୋଳ ପୂର୍ଣ୍ଣିମା ପାଳିତ। ଫଗୁଣ ମାସର ମହାନ ପର୍ବ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବାଲେଶ୍ୱର ସହର କସମିଳା ଗ୍ରାମରେ ଗୋପାଳମାନଙ୍କ ପାଳିତ ହୋଇଯାଇଛି। ପ୍ରାୟ 100 ବର୍ଷ ଧରି ଏହି ଗ୍ରାମରେ ଦୋଳ ପୂର୍ଣ୍ଣିମା ହେଉଥିବା ବେଳେ ଗ୍ରାମର ପ୍ରାୟ 35 ପରିବାର ଏହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ କରି ଆସୁଛନ୍ତି। ଆଜି ସନ୍ଧ୍ୟାରେ ଭଜନ କୀର୍ତ୍ତନ କରି ଗ୍ରାମର ସମସ୍ତ ଲୋକ ଏକ କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଛନ୍ତି। 3 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଯାତ୍ରା, ବାଡ଼ି ଖେଳ, ଲଉଡ଼ି ଖେଳ ଇତ୍ୟାଦି ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ଯୁବକମାନେ ଯୋଗଦାନ କରି କାର୍ଯ୍ୟକ୍ରମ ସଫଳ କରିଥିଲେ। ନିରଞ୍ଜନ ବେହେରା, ନବକିଶୋର ବେହେରା, ଝାମ୍ପ ବଣୁଆ, ମୃତ୍ୟୁଞ୍ଜୟ ବେହେରା, ପ୍ରତାପ ବେହେରା, ଅନନ୍ତ ପାଠ, ଯୁବକ ପ୍ରଦୀପ ପାଠ, ବିଜୟ ବେହେରା, ଅଥୟ ବେହେରା, ଅଭିମନ୍ୟୁ ବଣୁଆ ବାଲେଶ୍ୱରରୁ ପ୍ରକାଶ ପ୍ରଧାନଙ୍କ ରିପୋର୍ଟ ଅନୁଧ୍ୟାନ ଟିଭି। ନାଟା ତମର? ନାଟା ହଉଛି ମାନସ ରଞ୍ଜନ ଦାସ, ଗାଁ ହଉଛି କସିମେଳା। ଆଜି କେମିତି କଣ ଥିଲା ଦୋଳ ଉତ୍ସବ? ଦୋଳ ଉତ୍ସବ ଆମର ଦେଶ ଆମ ଗାଁରେ ବର୍ଷର ଥର ହୁଏ। ଗୌଡ଼ ମାନଙ୍କର ଗୋଟେ ପର୍ବ। ସେଇ ପର୍ବରେ ଆମେ ବହୁତ ଖୁସି ଅନୁଭବ କରୁ ଆଉ ବହୁତ କିଛି ପୂଜା ଅର୍ଚ୍ଚନା କରୁ। ଯେହେତୁ କୃଷ୍ଣ ରାଧା ଠାକୁରଙ୍କର ଆମେ ନେଇକି ଘଟ ବୁଡେଉ, ପୂଜା ଅର୍ଚ୍ଚନା କରୁ। ରାସ୍ତାରେ ବାଜା କୀର୍ତ୍ତନ ଅନ୍ୟାନ୍ୟ ଜିନିଷ ଆମେ ଯାଉ। ଆଉ ଠାକୁର ତ ଆପଣ ମାନେ ଦେଖୁଛନ୍ତି। କେମିତି ଆଜି ନୀତିକାନ୍ତି ସବୁ ରହିଥିଲା? ଆଜି ତ ଆପଣଙ୍କର କୁମ୍ଭ ବୁଡେଇକି କୁମ୍ଭ ବୁଡା ତ ହେଇନି, ଏବେ ଆରମ୍ଭ। କୁମ୍ଭ ବୁଡା ଆରମ୍ଭ ହେଇନାହିଁ, ବର୍ତ୍ତମାନ ଆରମ୍ଭ ହବ। ଆମେ ଯାଇଥିଲୁ ଠାକୁରଙ୍କୁ କୁମ୍ଭ ବୁଡା ଆମେ ଆସି ହେଇକି କରିକି ଆସିଲୁ। ବର୍ତ୍ତମାନ ଆମେ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରି ଯିବୁ। ରାତି ସାରା ଆଜି ଠାକୁର ବୁଲେଇବେ? ଆଜ୍ଞା, ଗାଁ ସାରା ଆମେ ଠାକୁର ବୁଲେଇବୁ। କେମିତି କଣ ସମସ୍ତଙ୍କ ମନରେ ଖୁସି ଅଛି ଦୋଳ ପୂର୍ଣ୍ଣିମା? ଗୋପାଳ ସମସ୍ତଙ୍କ ମନର ଖୁସି ତ କହିହବନି, ଖୁସି ତ ବହୁତ କିଛି ସମସ୍ତଙ୍କ ମନର, ଗାଁ ସାହି ପଡିଶା ସମସ୍ତଙ୍କର। ମାନେ ଆମ ସାଇ ଭାଇ ମାନଙ୍କର। ମୋ ନାମ ହଉଛି ନବକିଶୋର ବେହେରା। କଣ ଆଜି ପୂଜା ପତ୍ର ସବୁ ରହିଛି? ଆଜି ଆମର ବର୍ଷର ଏଇ ଯୋଉ ରାଧାକୃଷ୍ଣଙ୍କର ମେଳା ହୁଏ। ଆଜି ମିଳନ ହବ, ରାତିରେ ଠାକୁର ଆସନ୍ତି। ଏବେ ଆମେ 4ଟା ବେଳୁ ଠାକୁର ନେଇ ଆସିଛୁ। ଆମର ଏଠି 30-35 ଘର ଗୋପାଳ ଲୋକ ଅଛନ୍ତି। ଆମେ ପ୍ରତିବର୍ଷ ଏଇଭଳିଆ ଆମର ମିଳନ ହୁଏ, ଯାତ୍ରା ହୁଏ। ଆଉ ଗୋଟେ ରାତି ଯାତ୍ରା ହୁଏ, ଆଉ ଗୋଟେ ରାତି ଆମର ପୁଣି ଭଜନ କିଛି ହୁଏ, ରାଧାକୃଷ୍ଣଙ୍କ ବିଷୟରେ ହୁଏ। ଏଇଭଳିଆ ସବୁ ଚାଲେ। କଣ କେମିତି ନୀତିକାନ୍ତି ରହିଛି? ନୀତିକାନ୍ତି ଆମର ଝିଅ ବୋଉ ମାନେ ସମସ୍ତେ ଆଜି ଯିବେ ଘଟ ବୁଡେଇବା ପାଇଁ। ସନ୍ଧ୍ୟାବେଳେ ପୁରୁଷ ଲୋକ ଗୋଟେ ଲାଇନ ଧରନ୍ତି, ସ୍ତ୍ରୀ ଲୋକ ମାନେ ଗୋଟେ ଲାଇନ ଧରିକି ଘଟ ଧରିକି ଯିବେ। ଉଗାଳ ଗାଉନାହାନ୍ତି, କେମିତି ଗାଆନ୍ତି? ଗାଇବି, ଉଗାଳ ଗାଇବି ନା ଗୀତ ଗାଇବି? ଅଶିଣ ସୁଫଳେ ଚାନ୍ଦର ଦିନ, ସେଦିନ କୁଆଁରୀ ପୂର୍ଣ୍ଣମୀ ଜନ, ଜଳଦ ପଟଳ ବୃକ୍ଷର ଛାଇ, ଜହ୍ନ ପଡ଼ିଅଛି ନିର୍ମଳ ହୋଇ, ଅଗଣା ଭିତରେ ନନ୍ଦ ଯୁବତୀ ପୁତ୍ର କାଖ କରି ବୋଲାଉଛନ୍ତି, ଆନନ୍ଦ ବୋଇଲେ ଦେବାଧିରାଏ, ଜହ୍ନ ଆଣି ଦିଅ ଖେଳିବେ ପୁଏ। ଆଉ ଗୋଟେ ଆମର ବେଶ ବିଷୟରେ କହିବି ଗୋପାଳଙ୍କର। ଶୁଣ ଶୁଣ ଭାଇ ମାନେ ଶୁଣ ସମାଚାର, ବହୁତ ଦିନରୁ ମନେ ରହିଅଛି ମୋର, ଗୋପାଳଙ୍କର କେତେ ବେଶ କହିବି ସବାର, କେତେଟି ବେଶ ପୂର୍ଣ୍ଣ ହୋଇ ଶରୀର, କେଉଁ କେଉଁ ବେଶ ହେଲେ ହୁଅନ୍ତି ବାହାର, ଏତେକ ବିଚାରି ଭାଇ ମାନେ କହିଦେବି, ତେବେ ସିନା ଗୋଷ୍ଠକୁ ଗମନ କରିବି। ଶୁଣ ଶୁଣ ଭାଇ ମାନେ ଶୁଣ ସମାଚାର, ଯେଉଁ କଥା ପଚାରିଲ ଭାଇ କରିବା ଉତାର, ଗୋପାଳଙ୍କର ବେଶ ଗୋଟି ଗୋଟି କରି କହିବି ସବାର, ପ୍ରଥମ ବେଶରେ ଆମ ପୟରେ କଠାଉ, ଦ୍ୱିତୀୟ ବେଶରେ ଆମେ ସିଙ୍ଗାଏ ବଜାଉ, ତୃତୀୟ ବେଶରେ ଆମ କୋଟିରେ କାଛଟି, ଆଗ ପଛ ଲମ୍ବିଥାଉ ଧଣ୍ଡାମାଳ ଗୋଟି, ଚତୁର୍ଥ ବେଶରେ ଆମ ନୟନେ କଜ୍ଜଳ, ପଞ୍ଚମ ବେଶରେ ଆମ ଗଳେ ଫୁଲ ମାଳ, ଷଷ୍ଠ ବେଶରେ ଆମ କପାଳେ ସିନ୍ଦୁର, ସପ୍ତମ ବେଶରେ ଆମ କନ୍ଧରେ ପଇତା, ଅଷ୍ଟମ ବେଶରେ ଆମ ଧରିଥାଉ ଭଙ୍ଗା ଛତା, ନବମ ବେଶରେ ଆମ ମଥାରେ ଗୋ ଚିନା, ଦଶମ ବେଶ ଗୋଟି ଅଟଇ ଫୁଲଣା, ଦ୍ୱାଦଶ ବେଶେ ଲଉଡ଼ି ଧରିଥାଉ କର, ଅଚାନ୍ଦ ବୋଲେ ଆମେ ହଇଲୁ ବାହାର। ଏହିପରି ଆମର ଉଗାଳ, ଆହୁରି ଅନେକ ଉଗାଳ ଅଛି, ଗୀତ ଅଛି, ନାବକେଳି ମଧ୍ୟ ଅଛି। ସେଇଟା ଆମେ ପ୍ରଚାର କରିକି ଘର ଘର ଗାଇକି ଘର ଘରେ ନାଚ ହୁଏ ଆମର, ହେଇକି ଚାଲେ।